ଡାହାଣୀ ସନ୍ଦେହରେ ଗାଁରୁ ବାସନ୍ଦ ହୋଇଥିଲେ ହେଲେ ସିଏ ଏବେ ବିଶ୍ୱ ରେକର୍ଡର ଅଧିକାରିଣୀ। ହାତ ଏବଂ ପାଦରେ ସର୍ବମୋଟ 31ଟି ଆଙ୍ଗୁଳି ଥିବା ବିଶ୍ୱର ପ୍ରଥମ ମହିଳା ଭାବେ ସେ ଏବେ ଖୁବ୍ ପରିଚିତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କାଦପଡ଼ା ଗାଁର କୁମାରୀ ନାୟକ। ବୟସ ତାଙ୍କର 65 ବର୍ଷ। ଅନ୍ଧବିଶ୍ୱାସକୁ ଆଧାର କରି ତାଙ୍କୁ ଡାହାଣୀର ଆଖ୍ୟା ଦିଆଯାଇଥିଲା, କିନ୍ତୁ ଏବେ ଶରୀରର ଏପରି ଗଠନ ତାଙ୍କ ପାଇଁ ସୌଭାଗ୍ୟ ପାଲଟିଛି। ସର୍ବାଧିକ ଆଙ୍ଗୁଳି ଥିବା ମଣିଷ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ପାଇବେ କୁମାରୀ। ହାତରେ 12ଟି ଆଙ୍ଗୁଳି ସହ ତାଙ୍କ ପାଦରେ ରହିଛି 19ଟି ଆଙ୍ଗୁଳି। ଗୁଜରାଟର ଦେବେନ୍ଦ୍ର ସୁଧାରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି କୁମାରୀ ନାୟକ। 47 ବର୍ଷୀୟ ଦେବେନ୍ଦ୍ରଙ୍କ ହାତ ଏବଂ ପାଦରେ ସର୍ବମୋଟ 28ଟି ଆଙ୍ଗୁଳି ଥିବାବେଳେ 2014ରେ ସେ ରେକର୍ଡ କରିଥିଲେ। କୁମାରୀ ନା କହିପାରନ୍ତି ନା ଶୁଣିପାରନ୍ତି। ଏହାସହ ତାଙ୍କର ଶାରୀରିକ ଗଠନ ସତେ ଯେମିତି ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଥିଲା। ଗାଁ ଲୋକଙ୍କ ଟାହି ଟାପରା ତାଙ୍କ ପାଇଁ ଅସହ୍ୟ ହୋଇଯାଇଥିଲା। ଅନ୍ଧବିଶ୍ୱାସର ଶିକାର ହୋଇ ନିଜକୁ କୁମାରୀ ଘର ଭିତରେ ଆବଦ୍ଧ କରି ରଖିଥିଲେ। ଶେଷରେ ବଞ୍ଚିବା ପାଇଁ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। କିଛି ସମାଜସେବୀଙ୍କ ସହାୟତାରେ ସେ ବର୍ତ୍ତମାନ ଏକ ଜରାଶ୍ରମରେ ରହୁଛନ୍ତି। ସରକାରୀ ସହାୟତାରେ ତାଙ୍କୁ ଆବାସ, ପେନ୍ସନ୍ ସହ ଅନ୍ୟାନ୍ୟ ସାହାଯ୍ୟ ମିଳିପାରିଛି। ବିଶେଷଜ୍ଞଙ୍କ ମତରେ ଏପରି ଅସ୍ୱାଭାବିକ ଆଙ୍ଗୁଳି ରହିବା ପଟିଡାକ୍ଟିଲିଜିମ୍ ନାମକ ରୋଗର ଲକ୍ଷଣ। ସାଧାରଣତଃ ଏହି ରୋଗରେ ଏମାନଙ୍କର ବିକାଶ ଗର୍ଭଧାରଣର 6ରୁ 7ମ ସପ୍ତାହ ମଧ୍ୟରେ ହୋଇଥାଏ।